ତାଳସାରୀରେ ଲାଗିଲା 30 ଫୁଟ ଲମ୍ବର ସାର୍କ ମାଛ। ବାଲେଶ୍ୱର ଜିଲ୍ଲା ଭୋଗରାଇ ମନୋରମ ବେଳାଭୂମି ତାଳସାରୀରେ ବୁଧବାର ସନ୍ଧ୍ୟାରେ ପ୍ରାୟ 30 ଫୁଟରୁ ଅଧିକ ଲମ୍ବର ଏକ ସାଙ୍କୁଚ ଲାଗିଛି। ମାଛଟିର ଗୋଲାଇ 15 ଫୁଟରୁ ଅଧିକ ଥିଲାବେଳେ ଏହାର ଓଜନ 50 କ୍ୱିଣ୍ଟାଲରୁ ଅଧିକ। ତାଳସାରୀ ପ୍ରଥମ ଥର ପାଇଁ ଏଭଳି ବିଶାଳକାୟ ମାଛ ଦେଖିବାକୁ ମିଳିଥିବା ସୂଚନା ଅନୁଯାୟୀ ଭୋଗରାଇ ଶାହାବାଜୀପୁର ପଞ୍ଚାୟତ ଅଧୀନ ସେହି ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ଆଉ 5 ଜଣ ଆଜି ସକାଳେ ମାଛ ଧରିବାକୁ ସମୁଦ୍ରକୁ ବାହାରି ଯାଇଥିଲେ। କୂଳଠାରୁ ପ୍ରାୟ 7 କିଲୋମିଟର ଦୂରରେ ମାଛ ଧରିବାକୁ ଜାଲ ବିଛାଇଥିଲେ। ଜାଲ ଟାଣିବା ବେଳକୁ ଅନ୍ୟ ମାଛ ସହିତ ଏହି ବିଶାଳକାୟ ମାଛଟି ଲାଗିଥିଲା। ସେତେବେଳକୁ ମାଛଟି ମରିଯାଇଥିଲା। ତାକୁ ଅଳ୍ପ ବାଟ ଟାଣି ଆଣିବା ପରେ ଆଉ ସମ୍ଭବ ନ ହେବାରୁ ଆଉ ଏକ ଭୁଟୁଭୁଟି ସହାୟତାରେ ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ର ଅଭିମୁଖେ ଆଣିଥିଲେ। ମାତ୍ର କୂଳଠାରୁ ପ୍ରାୟ 50 ଫୁଟ ଦୂରରେ ଅଳ୍ପ ଜଳରୁ ଆଉ ଉପରକୁ ଆଣିବା ସମ୍ଭବ ହୋଇନଥିଲା। ପ୍ରାୟ 100ରୁ ଊର୍ଦ୍ଧ୍ୱ ଲୋକ ଦଉଡ଼ିରେ ବାନ୍ଧି ଉପରକୁ ଆଣିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେମାନେ ବି ବିଫଳ ହୋଇଥିଲେ। ଏହାକୁ ଦେଖିବାକୁ ସ୍ଥାନୀୟ ମତ୍ସ୍ୟଜୀବୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କର ପ୍ରବଳ ଭିଡ଼ ଲାଗି ରହିଛି।